ସମସ୍ତଙ୍କର ଭିତରେ ସ୍ନେହ ଶ୍ରଦ୍ଧା କ୍ଷମା ଦୟା ତିତିକ୍ଷା ଯେତେ ସଦ୍ଗୁଣ ସବୁ ଭର୍ତ୍ତି ହେଇଯିବା। ସୂର୍ଯ୍ୟ ମନ୍ଦିର ହେଲେନି ହେଲେ ଆମର 50 ବର୍ଷ ତଳେ ହେଇଥାଏ ପରିକଳ୍ପିତ ହେଇଥିଲା। আর সারা পশ্চিম ওড়িশারে খালি বଲାଙ୍ଗୀର ଜିଲ୍ଲା ନୁହେଁ, ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ନୁହେଁ, ସବୁ ଜାଗାରେ ସଙ୍ଗୀତ ପରିବେଷଣ କରିକିରି ସୁନାମ ଅର୍ଜନ କରିଛି। ବେଶୀକରି ଆମର କୋଶଲି ଭାଷାର ଆମ ଅଞ୍ଚଳର ସଙ୍ଗୀତ ପରିବେଷଣ କରିକିରି ଆଉ କେତେ ଜାଗାରେ ଅନୁରୋଧରେ ହିନ୍ଦୀ ଫିଲ୍ମ ସଙ୍ଗୀତ ବି ପରିବେଷଣ କରିବାକୁ ପଡ଼ୁଛି। ଲୋକଙ୍କର ଆଗ୍ରହକେ ଦେଖିକରି ସବୁଥିରେ ପ୍ରଶଂସା ଅର୍ଜନ କରିଛେ। ତ ଯାହା ବି ହେଉ, ଯାହାର ଅକଲ ୱାର୍ଡ ଈଶ୍ୱର ମନ୍ଦିରଟା ଆରମ୍ଭ ହୋଇଥିଲା, ଆରମ୍ଭ ବେଲକେ ଯାହାର ବୟସଟା ଆମର ସମସ୍ତଙ୍କଠୁ ସାନ ଥିଲା, ଆମର ସୁରୁ ଭାଇଟେ ଥିଲା ଅଶୋକ କୁମାର ରଥ, ଆକାଶବାଣୀର କଣ୍ଠଶିଳ୍ପୀ। ସବୁଠାରୁ ବୋଧେ ଜନପ୍ରିୟ ସେ କଣ୍ଠଶିଳ୍ପୀ ଥିଲା, କଳାକାର ଥିଲା ଆମର ଜିଲ୍ଲା ଭିତରେ। ତ ତାଙ୍କର ବିୟୋଗ ପରେ ଟିକେ ଟିକେ ସୂର୍ଯ୍ୟ ମନ୍ଦିର ଯେ ସମାପ୍ତ ହେଇଗଲା ଏଇ କଥା ନୁହେଁ, ଟିକେ ବିଶ୍ରାମ ମିଳିଥିଲା। ସୂର୍ଯ୍ୟ ମନ୍ଦିରଟା ସୁସୁପ୍ତିରେ ଥିଲା। ଆଜି ସୂର୍ଯ୍ୟ ମନ୍ଦିର ପୁନର୍ଜାଗରଣ ହେଇଛି। এই পুনর্জাগরণ পর্বটা আমার যেনমানে অশোক ভাই ভাঞ্জি মানে ভাঞ্জি জুয়ে মানে ই সমস্তে আরম্ভ করেছেন।